दिल्ली लालकिला विस्फोरण पर सबुठी हाई अलर्ट। सोमवार संध्या प्राय 7टारे जातीय राजधानी दिल्ली रे घटिथिला विस्फोरण। ଏହି ବିସ୍ଫୋରଣରେ ମୋଟ 13 ଜଣଙ୍କର ମୃତ୍ୟୁ ହୋଇଥିଲା। ଜାମ୍ମୁ କାଶ୍ମୀରର ବାସିନ୍ଦା ଡାକ୍ତର ଉମର ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ଜଣାପଡ଼ିଥିଲା। ସେ ନିଜେ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ସେ ବହୁ ଦିନ ଧରି ଏହି ଆକ୍ରମଣର ଯୋଜନା କରୁଥିଲେ। ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ୟପଟେ ଆତଙ୍କବାଦୀ ଉମର ଘର ମଧ୍ୟ ଭାଙ୍ଗି ଦିଆଯାଇଛି। ଲାଲକିଲା ନିକଟରେ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ଚଢ଼ାଉ କରିଥିଲେ, ଯେଉଁଥିରେ ଜଣାପଡ଼ିଥିଲା ଯେ ଆତଙ୍କବାଦୀ ଉମର ସମ୍ପୃକ୍ତ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିଲା। ଏହା ବ୍ୟତୀତ ତାଙ୍କର ଗୋଷ୍ଠୀ ଗତ 2 ବର୍ଷ ଧରି ବିସ୍ଫୋରଣ ଯୋଜନା କରୁଥିଲେ। ପୋଲିସ ଉମର ଭାଇ ଏବଂ ମା ଉଭୟଙ୍କୁ ମଧ୍ୟ ଅଟକ ରଖିଛି। ପୋଲିସ ପଚରାଉଚରା ସମୟରେ ଉମର ମା କହିଥିଲେ ଯେ ସେ ଜାଣିଥିଲେ ଯେ ତାଙ୍କର ପୁଅ କଟ୍ଟରପନ୍ଥୀ ହୋଇଗଲାଣି। ସେ ବହୁ ଦିନ ଧରି ତାଙ୍କ ସହିତ କଥା ହେଉନଥିଲା। ବିସ୍ଫୋରଣ ପୂର୍ବରୁ ମଧ୍ୟ ଉମର ପରିବାରକୁ ତାଙ୍କୁ ଫୋନ ନ କରିବାକୁ କହିଥିଲେ। ତଥାପି ପରିବାର ପୂର୍ବରୁ ଉମର କାର୍ଯ୍ୟକଳାପ ବିଷୟରେ ପୋଲିସକୁ କୌଣସି ସୂଚନା ଜଣାଇ ନଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।